ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟରେ ରୂପା ଛାଉଣି କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମେ ପତିତ ପାବନଙ୍କ ନିକଟରେ ଥିବା ପଥରର ମଣିବନ୍ଧକୁ ରୂପା ଛାଉଣି କରାଯାଉଛି। ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ ରୂପା ଛାଉଣି କରାଯାଉଛି। ସିଂହଦ୍ୱାର ଗୁମୁଟରେ ଯେଉଁଠି ଯମଶିଳା ରହିଛି ଠିକ୍ ତାର ଉପରି ଭାଗ ପଥର ବନ୍ଧ ଉପରେ ରୂପା ଛାଉଣି ହେଉଛି। ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟରେ ରୂପା ଛାଉଣି କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମେ ପତିତ ପାବନଙ୍କ ନିକଟରେ ଥିବା ପଥରର ମଣିବନ୍ଧକୁ ରୂପା ଛାଉଣି କରାଯାଉଛି। ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ ରୂପା ଛାଉଣି କରାଯାଉଛି। ସିଂହଦ୍ୱାର ଗୁମୁଟରେ ଯେଉଁଠି ଯମଶିଳା ରହିଛି ଠିକ୍ ତାର ଉପରି ଭାଗ ପଥର ବନ୍ଧ ଉପରେ ଏହି ରୂପା ଛାଉଣି କରାଯାଉଛି। ପୂର୍ବରୁ ଆମେ ଦେଖିଛେ ଯେଭଳି ଭାବରେ ସିଂହଦ୍ୱାରକୁ ପ୍ରଥମେ ରୂପା ଛାଉଣି କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ଏବେ ସିଂହଦ୍ୱାର ଗୁମୁଟରେ ଥିବା ରୂପା ଛାଉଣି କରାଯାଉଛି। ଆରମ୍ଭ ହୋଇଛି ଏହି କାର୍ଯ୍ୟ। ପ୍ରଥମେ ପତିତ ପାବନଙ୍କ ନିକଟରେ ଥିବା ପଥରର ମଣିବନ୍ଧକୁ ରୂପା ଛାଉଣି କରାଯାଉଛି। ଅଧିକ ଆଲୋଚନା କରିବା ପାଇଁ ଆମ ସହିତ ଆମ ଚିଫ୍ ରିପୋର୍ଟର ମଧୁସୂଦନ ମିଶ୍ର ଫୋନ୍ ଲାଇନ୍ରେ ଯୋଡ଼ି ହେଉଛନ୍ତି ପୁରୀରୁ। ମଧୁସୂଦନ, ପ୍ରଥମେ ସିଂହଦ୍ୱାର ଏବଂ ଏବେ ଗୁମୁଟର ଯେଉଁ ବନ୍ଧ ରହିଛି ପଥର ବନ୍ଧ ତାକୁ ରୂପା ଛାଉଣି କରାଯାଉଛି, କିଭଳି ଦେଖୁଛନ୍ତି ଏବଂ କ'ଣ ରହିଛି ସୂଚନା? ଦେଖନ୍ତୁ, ଖୁସି ଏବଂ ଆନନ୍ଦର କଥା, ନୂଆ ବର୍ଷରେ ରୂପା ଛାଉଣିର ଗୁମୁଟ ଦେଖିବାକୁ ମିଳିବ। ଗୁମୁଟର ଯୋଉ ଏଣ୍ଟ୍ରି ଆମେ କରିଥାଉ, ପ୍ରବେଶ କରାଯାଇଥାଏ। ଗୁମୁଟ ପ୍ରବେଶରେ ଯୋଉ ପତିତ ପାବନଙ୍କର ଯୋଉ ମନ୍ଦିର ରହିଛି ଏବଂ ପତିତ ପାବନ ପୂଜା ପାଉଛନ୍ତି, ଠିକ ପତିତ ପାବନଙ୍କର ଉପର ଭାଗ ଯୋଉ ମଣିବନ୍ଧ ରହିଛି, ଯୋଉଟା ଦୁଆର ବନ୍ଧ ରହିଛି, ଯୋଉ ଖିଲଣ ବୋଲି କୁହାଯାଉଛି, ତାକୁ ସମ୍ପୂର୍ଣ୍ଣ ଭାବେ ରୂପା ଛାଉଣି କରାଯାଉଛି। ମାନେ ଦୁଇ ପଖଟ ଅର୍ଥ 15 ଫୁଟ ହାଇଟ୍ ର ରୂପା ଛାଉଣି କରାଯାଉଛି ଏବଂ ପୁରାପୁରି ଦୁଆରଟି ଯେତିକି ଚଉଡା ରହିଛି, ପାଖାପାଖି ଆମେ କହିପାରିବା 6 ଫୁଟ ଖଣ୍ଡେ ଚଉଡା ରହିଛି, ତାକୁ ରୂପା ଛାଉଣି କରାଯାଉଛି। ମାନେ ରୂପା ଛାଉଣିରେ ଝଲସିବ ପୁରାପୁରି ସିଂହଦ୍ୱାର ଗୁମୁଟ ଏବଂ କେବଳ ସେଇ ସ୍ଥାନ ନୁହଁ, ଆଉ କିଛି ଦିନ ଭିତରେ ବୋଧହୁଏ ଯଦି ବା ନୂଆ ବର୍ଷରେ ନ ହୋଇପାରେ, ଯଦି ପୁରାପୁରି ତିଆରି ହେଇକିରି ଆସିଯାଇଥିବ ତାହେଲେ ମଧ୍ୟ ପତିତ ପାବନଙ୍କର ପୁରାପୁରି ମନ୍ଦିର, କାରଣ ଯୋଉମାନେ ମନ୍ଦିର ଭିତରକୁ ପ୍ରବେଶ କରିପାରନ୍ତି ନାହିଁ ସେମାନେ ପତିତ ପାବନଙ୍କୁ ହିଁ ଦର୍ଶନ କରିଥାନ୍ତି। ତେଣୁ ଗୋଟେ ପରିଚାଳନା କମିଟିରେ ଗୋଟେ ନିଷ୍ପତ୍ତି ନିଆଯାଇଥିଲା, ପୁରାପୁରି ସିଂହଦ୍ୱାର ଗୁମୁଟର ସମ୍ମୁଖ ଭାଗ ଯୋଉ ପଟ ଦେଇକିରି ସମସ୍ତେ ପ୍ରବେଶ କରିଥାନ୍ତି କିମ୍ବା ସେଇ ଯୋଉ ମଣିବନ୍ଧ ତଳେ ଠିଆ ହୋଇକିରି ଆପଣ ଯେଉଁ ପ୍ରଖ୍ୟାତ ବ୍ୟକ୍ତି ମାନେ ଆସିଥାନ୍ତି ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଏବଂ ସେ ପ୍ରଧାନମନ୍ତ୍ରୀ ହୁଅନ୍ତୁ କିମ୍ବା ରାଷ୍ଟ୍ରପତି ହୁଅନ୍ତୁ କିମ୍ବା ରାଜ୍ୟପାଳ ହୁଅନ୍ତୁ, ଯେଉଁ ଜାଗାରେ ଠିକ ତଳ ଭାଗରେ ଠିଆ ହୋଇ ଫଟୋ ଉଠେଇଥାନ୍ତି, ତେଣୁ ସେ ଜାଗାଟି ପୁରା ପଥର ଦେଖାଯାଇଥାଏ। ତେଣୁ ତାକୁ ରୂପା ଛାଉଣି କରିବା ଦ୍ୱାରା ଅତି ସୁନ୍ଦର ଫଟୋଗ୍ରାଫି ଯିବ ଏବଂ ଅତି ସୁନ୍ଦର ଗୋଟେ ବାର୍ତ୍ତା ଯିବ। ତେଣୁ ତାର ନିଷ୍ପତ୍ତି ଅନୁସାରେ ସେଠି ପୁରାପୁରି ରୂପା ଛାଉଣି କରାଯାଉଛି। ରୂପାର ପ୍ଲେଟ ତିଆରି ହେଇକିରି ଆସିଛି ଏବଂ ସେ ଜାଗାକୁ ରୂପା ଛାଉଣି କରାଯାଉଛି ଏବଂ ରାତ୍ର 2ଟା ସମୟରୁ ସେ କାର୍ଯ୍ୟ ଆରମ୍ଭ ହୋଇଥିଲା। କାରଣ ସିଂହଦ୍ୱାର ଗୁମୁଟ ଯେତେବେଳେ ବନ୍ଦ ରହେ ଏବଂ ବିଶେଷ କରି ଲୋକ ମାନେ ଭକ୍ତମାନେ ଯାତାୟାତ କମ ରହିଥାନ୍ତି, ଜମା ଯାତାୟାତ କରନ୍ତି ନାହିଁ, ସେଇ ସମୟରେ ହିଁ ଆଜି ରୂପା ଛାଉଣି କରାଯାଇଥିଲା ଏବଂ କିଛି ଭାଗ ରୂପା ଛାଉଣି କରାଯାଇଛି ଏବଂ ବୋଧ ହୁଏ ଆଉ ଦିନେ 2 ଦିନ ଭିତରେ ପୁରା ସମ୍ପୂର୍ଣ୍ଣ ଭାବେ ସେ ସ୍ଥାନକୁ ରୂପା ଛାଉଣି କରିଦିଆଯିବ ଏବଂ ତା ପରବର୍ତ୍ତୀ ସମୟରେ ପତିତ ପାବନଙ୍କ ମନ୍ଦିର, ପତିତ ପାବନଙ୍କ ଦୁଆରକୁ ମଧ୍ୟ ରୂପା ଛାଉଣି କରିଦିଆଯିବ ଏବଂ ଗୋଟେ ଯୋଉ ପ୍ରସ୍ତାବ ରହିଥିଲା, ରତ୍ନ ଭଣ୍ଡାରର ଯୋଉ ଦୁଆର ରହିଛି ପୁରାପୁରି ସୁନାରେ ଛାଉଣି କରାଯିବ ଏବଂ ଲୋକନାଥ ମନ୍ଦିର ଏବଂ ଲୋକନାଥ ଯୋଉ ରହିଛନ୍ତି ବାହାର ରତ୍ନ ଭଣ୍ଡାରର ଲୋକନାଥଙ୍କ ମୂର୍ତ୍ତିର ଯୋଉ ପଛ ଭାଗ ରହିଛି ଏବଂ ଦେଖିବା ନିଶ୍ଚିତ ଭାବରେ ଇଏ ଖୁସି ଖବର ଶ୍ରଦ୍ଧାଳୁଙ୍କ ପାଇଁ, ଭକ୍ତଙ୍କ ପାଇଁ, ଯେତେବେଳେ ମହାପ୍ରଭୁଙ୍କର ବିଭିନ୍ନ ମନ୍ଦିରର ବିଭିନ୍ନ ଅଂଶକୁ ରୂପା କିମ୍ବା ସୁନା ଛାଉଣି କରାଯାଉଛି, ନିଶ୍ଚିତ ଭାବରେ ଯେତେବେଳେ ଭକ୍ତ ଦେଖିବ ଆନନ୍ଦ ପ୍ରକାଶ କରିବ। ବହୁତ ବହୁତ ଧନ୍ୟବାଦ ମଧୁସୂଦନ ମିଶ୍ର, ଆମ ଚିଫ୍ ରିପୋର୍ଟର ଆମ ସହିତ ଅଧିକ ଆଲୋଚନା କରୁଥିଲେ।